ହସ୍ତିନାର ରାଜା ଥିଲେ ଧୃତରାଷ୍ଟ୍ର। ସେ ଆଜନ୍ମ ଅନ୍ଧ। ଧୃତରାଷ୍ଟ୍ର ଓ ରାଣୀ ଗାନ୍ଧାରୀଙ୍କର ଥିଲେ ଏକଶତ ପୁତ୍ର ଓ ଏକମାତ୍ର କନ୍ୟା ଦୁଃଶୀଳା। ଦୁର୍ଯ୍ୟୋଧନ, ଦୁଃଶାସନ, ଦୁର୍ମୁଖ, ଦୁଃଶଳ, ଦୁଃସହ, ଦୁର୍ଦ୍ଦଶ, ଦୁର୍ଦ୍ଧୟ ଆଦି ଏକଶତ ପୁତ୍ରଙ୍କୁ କୌରବ ଓ ଧୃତରାଷ୍ଟ୍ରଙ୍କର କନିଷ୍ଠ ଭ୍ରାତା ପାଣ୍ଡୁଙ୍କର 5 ପୁତ୍ରକୁ ପାଣ୍ଡବ ବୋଲି ସମ୍ବୋଧନ କରାଯାଏ। ଦ୍ରୋଣ ଥିଲେ ଏମାନଙ୍କ ଶିକ୍ଷାଗୁରୁ। ଦ୍ରୋଣଙ୍କୁ ଆଚାର୍ଯ୍ୟ ବୋଲି ଏମାନେ ସମ୍ବୋଧନ କରନ୍ତି। ଦ୍ରୋଣଙ୍କର ପତ୍ନୀ ଥିଲେ କୁପୀ ଓ ପୁତ୍ର ଥିଲେ ଅଶ୍ୱତ୍ଥାମା। କୁହାଯାଏ କୁପୀ ଅଶ୍ୱତ୍ଥାମାକୁ ଜନ୍ମ ଦେବା ପରେ ମୃତ୍ୟୁମୁଖରେ ପଡ଼ିଥିଲେ। ଅଶ୍ୱତ୍ଥ ବୃକ୍ଷର କ୍ଷୀର ପିଇ ବଞ୍ଚିଥିବାରୁ ତାଙ୍କ ପୁତ୍ରକୁ ଅଶ୍ୱତ୍ଥାମା କୁହାଯାଏ। କୌରବ 100 ଭାଇ ଓ ପାଣ୍ଡବ 5 ଭାଇଙ୍କ ସହିତ ଅଶ୍ୱତ୍ଥାମା ମିଶି ଗୁରୁ ଦ୍ରୋଣଙ୍କ ପାଖେ ଅସ୍ତ୍ରଶିକ୍ଷା ଲାଭ କରୁଥିଲେ। ଅସ୍ତ୍ରଶିକ୍ଷା ସମାପ୍ତି ପରେ ସେମାନେ ଭାବିଲେ ଗୁରୁଙ୍କୁ ଦକ୍ଷିଣା ନ ଦେଲେ ଶିକ୍ଷାର ମର୍ଯ୍ୟାଦା ହାନି ଘଟିବ। ଏମାନଙ୍କ ଭିତରେ ପଣ୍ଡୁପୁତ୍ର ଯୁଧିଷ୍ଠିର ଥିଲେ ଜ୍ୟେଷ୍ଠ ଭ୍ରାତା। ସେ କହିଲେ ଗୁରୁ ଦ୍ରୋଣଙ୍କୁ କି ଦକ୍ଷିଣା ଦିଆଯିବ ସେ ବିଷୟରେ ଚାଲନ୍ତୁ ନତମସ୍ତକ ହୋଇ ସମସ୍ତେ ଗୁରୁଙ୍କୁ ଶରଣ ଭିକ୍ଷା କରି ପଚାରିବା। କିନ୍ତୁ କନିଷ୍ଠ ଭ୍ରାତା ସହଦେବ କହିଲେ ଏ ବିଷୟରେ ପିତାମହ ଭୀଷ୍ମଙ୍କୁ ପଚାରି ଗୁରୁଙ୍କ ପାଖକୁ ଗଲେ ଭଲ ହେବ। କଥାଟା ସମସ୍ତଙ୍କ ମନକୁ ପାଇଲା। ସମସ୍ତେ ମିଶି ପିତାମହ ଭୀଷ୍ମଙ୍କ ପାଖରେ ପହଞ୍ଚିଲେ। 105 ଭାଇଯାକ ମିଶି ପିତାମହଙ୍କୁ ଗୁରୁ ଦକ୍ଷିଣା ବିଷୟରେ ଅବଗତ କରାଇଲେ। ଭୀଷ୍ମ କହିଲେ ପୌତ୍ରଗଣ, ତୁମେମାନେ ଏକତ୍ର ଯାଇ ଦ୍ରୋଣଙ୍କୁ ଗୁରୁ ଦକ୍ଷିଣା ବିଷୟରେ ପଚାର। ସେ କି ଦକ୍ଷିଣା ନେବା ପାଇଁ ଚାହୁଁଛନ୍ତି। ଏହି ସମୟରେ ଦ୍ରୋଣ ସେଠାରେ ପହଞ୍ଚି କହିଲେ ମୋର ଗୁରୁ ଦକ୍ଷିଣାର ଆବଶ୍ୟକତା ନାହିଁ। ତୁମେମାନେ ତୁମର ବିଦ୍ୟାକୁ ଉପଯୁକ୍ତ ସ୍ଥାନରେ ଲଗାଇ ପାରିଲେ ତାହା ହିଁ ଗୁରୁଦେବ ମୋର ଉପଯୁକ୍ତ ଗୁରୁ ଦକ୍ଷିଣା। ମାତ୍ର ପିତାମହ ଭୀଷ୍ମ ସେଠାରେ ଉପସ୍ଥିତ ଥିବାରୁ ସେ କହିଲେ ଆଚାର୍ଯ୍ୟ ଦ୍ରୋଣ, ତୁମେ ଯାହା କହିଲ ତାହା ଅବଶ୍ୟ ଠିକ୍। ମାତ୍ର ଶିଷ୍ୟମାନେ ଦକ୍ଷିଣା ନ ଦେଲେ ସେମାନଙ୍କର ଶିକ୍ଷାର ମାନ ହ୍ରାସ ହେବ। ତେଣୁ ଆପଣ ସେମାନଙ୍କଠାରୁ ଗୁରୁ ଦକ୍ଷିଣା ଗ୍ରହଣ କରନ୍ତୁ ଏବଂ କି ଦକ୍ଷିଣା ପ୍ରଦାନ କରିବେ ସେ ବିଷୟରେ ସେମାନଙ୍କୁ ଅବଗତ କରାନ୍ତୁ। ଦ୍ରୋଣ ଟିକେ ଚିନ୍ତା କଲେ। ଭାବିଲେ ଭୀଷ୍ମ ଯାହା କହୁଛନ୍ତି ଅବଶ୍ୟ ସତ। ତାଙ୍କ କଥାକୁ ଏଡ଼ାଇ ହେବ ନାହିଁ। ଏ କଥା ଭାବି ସେ ପୂର୍ବ ସ୍ମୃତିକୁ ମନେ ପକାଇଲେ। ପିଲାଦିନର କଥା। ପାଞ୍ଚାଳ ଦେଶର ରାଜା ଥିଲେ ଦ୍ରୁପଦ। ଦ୍ରୁପଦ ଓ ଦ୍ରୋଣ ପିଲାଦିନର ବାଲ୍ୟବନ୍ଧୁ। ଉଭୟ ଏକତ୍ର ଦ୍ରୋଣଙ୍କ ପିତା ଭରଦ୍ୱାଜଙ୍କଠାରୁ ଶିକ୍ଷା ଲାଭ କରୁଥିଲେ। ଶିକ୍ଷା ପ୍ରାପ୍ତି ପରେ ଉଭୟଙ୍କର ନିବାସସ୍ଥଳୀକୁ ଫେରି ଯାଇଥିଲେ। ଫେରିବା ସମୟରେ ବନ୍ଧୁ ଦ୍ରୁପଦ ଦ୍ରୋଣକୁ କହିଲେ ତୁମର ଯେତେବେଳେ କିଛି ଅସୁବିଧା ହେବ କିମ୍ବା ସାହାଯ୍ୟ ଦରକାର ପଡ଼ିବ ତେବେ ମୋତେ କହିବ। ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ଏ ପ୍ରତିଶ୍ରୁତି ମୁଁ ତୁମକୁ ଦେଉଛି। ଦ୍ରୋଣଙ୍କର ଏ କଥା ମନେ ନଥିଲା। ୟା ଭିତରେ କିଛି ବର୍ଷ ଅତିବାହିତ ହୋଇଯାଇଥିଲା। ଦ୍ରୋଣଙ୍କ ଔରସରୁ ଜନ୍ମ ନେଇଥିଲେ ପୁତ୍ର ଅଶ୍ୱତ୍ଥାମା। ମାତା କୁପା ତାଙ୍କୁ ଜନ୍ମ ଦେବା ପରେ ମୃତ୍ୟୁବରଣ କରିଥିଲେ। ଇତିମଧ୍ୟରେ ଦ୍ରୁପଦ ପାଞ୍ଚାଳ ଦେଶର ରାଜପଦ ଅଧିକାର କରି ସାରିଥିଲେ। ଦ୍ରୋଣ ଏ ବିଷୟରେ ଅବଗତ ଥିଲେ। ପତ୍ନୀଙ୍କର ମୃତ୍ୟୁ ପରେ ଅଶ୍ୱତ୍ଥାମାକୁ ଲାଳନ ପାଳନ କରିବା ପାଇଁ ବହୁତ କଷ୍ଟ ହେଉଥିଲା। ଏପରିକି ଅଶ୍ୱତ୍ଥାମାକୁ କ୍ଷୀର କିଣି ଦେବା ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା। ଦ୍ରୋଣ ଭାବିଲେ ଯଦି ଗାଭୀଟିଏ ଥାଆନ୍ତା ତେବେ ପୁତ୍ରକୁ ଟିକେ କ୍ଷୀର ଖୁଆଇ ପାରିଥାନ୍ତେ। ଶୁଣିଲେ ବନ୍ଧୁ ଦ୍ରୁପଦଙ୍କର ଅନ୍ୟ ଏକ ଗାଭୀ ଅଛନ୍ତି। ତାଙ୍କ ପାଖକୁ ଗଲେ ନିଶ୍ଚୟ ଗୋଟିଏ ଗାଭୀ ମିଳିଯିବ। ତା ଛଡ଼ା ସେ ମୋର ବାଲ୍ୟବନ୍ଧୁ। ଶିକ୍ଷା ଲାଭ କରିବା ପରେ ସାହାଯ୍ୟର ହାତ ବଢ଼ାଇବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ଏହି କଥାକୁ ମନେ ପକାଇ ଦ୍ରୋଣ ପହଞ୍ଚିଲେ ପାଞ୍ଚାଳ ଦେଶରେ। ପାଞ୍ଚାଳର ରାଜା ଦ୍ରୁପଦ ଖୁବ୍ ପ୍ରତାପଶାଳୀ ରାଜା। ରାଜ ଦରବାରରେ ପହଞ୍ଚି ଦ୍ରୁପଦଙ୍କୁ ଭେଟିଲେ ଏବଂ ସେ ତାଙ୍କର ବାଲ୍ୟବନ୍ଧୁ ବୋଲି ପରିଚୟ ଦେଲେ। ନିଜର ଆର୍ଥିକ ଦୁରବସ୍ଥା ବିଷୟରେ ଅବଗତ କରି ଏକ ଦୁଗ୍ଧଦେବୀ ଗାଭୀଟିଏ ପ୍ରଦାନ ପାଇଁ କହିଲେ। ପାଞ୍ଚାଳ ନରେଶ ଦ୍ରୁପଦ ପାଞ୍ଚାଳ ରାଜପଦ ପ୍ରାପ୍ତି ପରେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଥିଲେ। ସେ ଦ୍ରୋଣଙ୍କର କଥା ଶୁଣି ଏ କାନରେ ପୁରାଇ ସେ କାନରେ ବାହାର କରିଦେଲେ। କହିଲେ ମୋର କେହି ବାଲ୍ୟବନ୍ଧୁ ନାହାନ୍ତି କିମ୍ବା ମୁଁ କାହାକୁ ସାହାଯ୍ୟ ଦେବା ପାଇଁ କେବେ ପ୍ରତିଶ୍ରୁତି ଦେଇନାହିଁ। ଦୁଗ୍ଧ ଦେବା ଗାଭୀର ପ୍ରଶ୍ନ ଉଠୁନାହିଁ। ଅପମାନ ଦେଇ ଦ୍ରୋଣକୁ ଫେରାଇ ଦେଲେ। ବିଚରା ଦ୍ରୋଣ ଅପମାନ ପାଇ ଘରକୁ ଫେରିଲେ। ଗାଭୀଟିଏ ନ ପାଇବାରୁ ପୁତ୍ରକୁ କ୍ଷୀର ଟିକିଏ ଦେଇପାରି ନଥିଲେ। ସେଦିନର ରାଗ ଓ ନିଜ ପ୍ରତି ଅପମାନକୁ ସେ ଭୁଲି ପାରି ନଥିଲେ। ସେହି କଥା ମନେ ପକାଇ ଦ୍ରୋଣ କହିଲେ ମୋର 105 ଜଣ ଶିଷ୍ୟଙ୍କ ଭିତରୁ ଯିଏ ପାଞ୍ଚାଳ ନରେଶ ଦ୍ରୁପଦଙ୍କୁ ବାନ୍ଧି ଆଣିବ ସେ ହେବ ମୋର ଶ୍ରେଷ୍ଠ ଶିଷ୍ୟ। ଏହା ଶୁଣି ପ୍ରଥମେ ଦୁର୍ଯ୍ୟୋଧନ ଓ ଦୁଃଶାସନ କହିଲେ ଗୁରୁଦେବ ଆମେ 2 ଭାଇ ଏ କାମ ଅନାୟାସରେ କରିପାରିବୁ।
ଦ୍ରୋଣଙ୍କଠାରୁ ଅନୁମତି ନେଇ ଦୁଇ ଭ୍ରାତା ଦ୍ରୁପଦକୁ ବାନ୍ଧି ଆଣିବା ପାଇଁ ପାଞ୍ଚାଳ ଦେଶକୁ ଗମନ କଲେ। ପାଞ୍ଚାଳ ଦେଶରେ ଦୁର୍ଯ୍ୟୋଧନଙ୍କର ସୈନ୍ୟ ସାମନ୍ତ ଦେଖି ଦ୍ରୁପଦ ନିଜ ସେନାମାନଙ୍କୁ ପ୍ରସ୍ତୁତ ରହିବାକୁ କହିଲେ। ପାଞ୍ଚାଳ ନରସଂଘର ବିଶାଳ ସୈନ୍ୟବାହିନୀ ସହ ଦୁର୍ଯ୍ୟୋଧନଙ୍କର ସେନାମାନଙ୍କ ସହ ପ୍ରଚଣ୍ଡ ଯୁଦ୍ଧ ଆରମ୍ଭ ହେଲା। କିଛି ଦିନ ଯୁଦ୍ଧ ଚାଲିଲା ପରେ ଦୁର୍ଯ୍ୟୋଧନ ଯୁଦ୍ଧରେ ପରାସ୍ତ ହେଲେ। କାରଣ ପାଞ୍ଚାଳ ରାଜା ଦ୍ରୁପଦଙ୍କର ରଣକୌଶଳ ନିକଟରେ ଦୁର୍ଯ୍ୟୋଧନଙ୍କର ରଣକୌଶଳ ପରାହତ ହେଲା। ଦୁର୍ଯ୍ୟୋଧନ ଯୁଦ୍ଧରେ ପରାହତ ହୋଇ ଦ୍ରୋଣଙ୍କ ନିକଟରେ ପହଞ୍ଚିଲେ। ଦ୍ରୋଣ ଦେଖିଲେ ଦୁର୍ଯ୍ୟୋଧନ ଦ୍ରୁପଦକୁ ବାନ୍ଧିବା ତ ଦୂରର କଥା, ଅସହାୟ ଓ ବ୍ୟାକୁଳତାର ଦୁର୍ଯ୍ୟୋଧନ ଅଧିକ ଲଜ୍ଜିତ। ଦ୍ରୋଣ ନିଜ ଶିଷ୍ୟର ପରାକ୍ରମକୁ ବେଶ୍ ହୃଦୟଙ୍ଗମ କରିପାରିଲେ। ନିଜ ଅପମାନର ପ୍ରତିଶୋଧ ନେବା ପାଇଁ ସେ ନିଜ ପ୍ରିୟ ଶିଷ୍ୟ ଅର୍ଜୁନକୁ ଏ କାମ କରିବା ପାଇଁ ପରାମର୍ଶ ଦେଲେ। ଅର୍ଜୁନ ତତ୍କ୍ଷଣାତ୍ ଗୁରୁଙ୍କ ଆଦେଶ ପାଇ ପାଞ୍ଚାଳ ରାଜ୍ୟକୁ ଗମନ କଲେ ଏବଂ ପାଞ୍ଚାଳ ନରସଂଘ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ଘମାଘୋଟ ଯୁଦ୍ଧ ଭିତରେ ପାଞ୍ଚାଳ ନରସଂଘ ବିରାଟ ସୈନ୍ୟବାହିନୀ ଅର୍ଜୁନଙ୍କ ନିକଟରେ ପରାଜୟକୁ ସ୍ୱୀକାର କଲେ। ଶେଷରେ ଅର୍ଜୁନ ପାଞ୍ଚାଳ ନରେଶ ଦ୍ରୁପଦକୁ ବନ୍ଦୀ କରି ସସମ୍ମାନେ ନେଇ ଆସିଲେ। ଅର୍ଜୁନ ଗୁରୁ ଦ୍ରୋଣଙ୍କ ପାଖରେ ପହଞ୍ଚିବା ପରେ ଦେଖିଲେ ଦ୍ରୋଣ ଘୋର ନିଦ୍ରାରେ ଶୋଇ ପଡ଼ିଛନ୍ତି। ଗୁରୁଙ୍କ ନିଦ୍ରାରେ ବ୍ୟାଘାତ ହେବା ଜାଣି ଦ୍ରୁପଦଙ୍କୁ ଦ୍ରୋଣଙ୍କ ଶୋଇବା ଖଟର ଗୋଡ଼ରେ ବାନ୍ଧି ଦେଇ ନିଜ ନିଜ କକ୍ଷକୁ ବିଶ୍ରାମ ନେବା ପାଇଁ ଚାଲିଗଲେ। ଏ କଥା ମାନ ଗୋଟି ଦୁର୍ଯ୍ୟୋଧନ ଜାଣିପାରିଲେ। ଖଳ ବୁଦ୍ଧି ପ୍ରୟାଗ କରି ଦୁଃଶାସନକୁ କହିଲେ, ତୁମେ ଯାଇ ଦ୍ରୁପଦକୁ ବନ୍ଧା ଅବସ୍ଥାରେ ଆଘାତ ଦିଅ। ଦ୍ରୋଣ ଉଠିଲେ ଜାଣିପାରିବେ ଯେ ତୁମେ ଦ୍ରୁପଦକୁ ବାନ୍ଧି ଆଣିଛ, ଆଉ ତୁମେ ହେବ ଗୁରୁଙ୍କର ଶ୍ରେଷ୍ଠ ଶିଷ୍ୟ। ପର ବୁଦ୍ଧିରେ ପରିଚାଳିତ ଦୁଃଶାସନ ଏ କଥାର ଗଭୀରତାକୁ ବୁଝିପାରି ନ ପାରି ଦୁର୍ଯ୍ୟୋଧନର କୁବୁଦ୍ଧିରେ ପରିଚାଳିତ ହୋଇ ରାଜା ଦ୍ରୁପଦଙ୍କ ଶରୀରରେ ବାର ବାର ଆଘାତ ଦେବାରୁ ଦ୍ରୁପଦ କ୍ରନ୍ଦନ କରିବାକୁ ଲାଗିଲେ। ଦ୍ରୋଣଙ୍କର ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେଲା। ତତ୍କ୍ଷଣାତ୍ ଉଠି ପଡ଼ିଲେ। ସେ ଦେଖିଲେ ଦୁଃଶାସନ ଦ୍ରୁପଦକୁ ଆଘାତ ଦେବାରେ ଲାଗିଛି, ଆଉ ଦ୍ରୁପଦ କ୍ରନ୍ଦନ କରିବାରେ ଲାଗିଛନ୍ତି। ଦୁର୍ଯ୍ୟୋଧନ ଭାବିଥିଲା ଏପରି କଲେ ଦ୍ରୋଣ ଭାବିବେ ଦୁଃଶାସନ ହିଁ ଦ୍ରୁପଦକୁ ବାନ୍ଧି ଆଣିଛି, ମାତ୍ର ସେପରି କିଛି ହୋଇପାରିଲା ନାହିଁ। ଦ୍ରୋଣ ଦୁର୍ଯ୍ୟୋଧନର ଷଡ଼ଯନ୍ତ୍ର ବୁଝିପାରିଲେ, କାରଣ ସେହି ସମୟରେ ଅର୍ଜୁନ ପହଞ୍ଚି ଗୁରୁଙ୍କୁ ସବୁ ସତ କଥା କହିଦେଲେ। ଏହା ଦେଖି ଦୁର୍ଯ୍ୟୋଧନ ଓ ଦୁଃଶାସନ ଲଜ୍ଜିତ ହେଲେ ଏବଂ ଗୁରୁଙ୍କ ନିକଟରେ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲେ। ଦ୍ରୁପଦକୁ ଅସହାୟ ଅବସ୍ଥାରେ ଦେଖି ଦ୍ରୋଣ କଥା ଆଗକୁ ନ ବଢ଼ାଇ ବାଲ୍ୟବନ୍ଧୁକୁ କ୍ଷମା କରିଦେଲେ। ଭବିଷ୍ୟତରେ ଆଉ ଦ୍ରୋଣଙ୍କ ସହ ଏପରି ନ କରିବାକୁ ଦ୍ରୁପଦଙ୍କୁ ପରାମର୍ଶ ଦେଲେ, କାରଣ ଦ୍ରୋଣଙ୍କ ଇଚ୍ଛା ଥିଲା ନିଜ ବାଲ୍ୟବନ୍ଧୁ ଦ୍ରୁପଦ ତାଙ୍କୁ ଯେପରି ଗାଭୀ ମାଗିବା ସମୟରେ ଅପମାନ ଦେଇଥିଲେ, ଇଏ କେବଳ ତାରି ପ୍ରତିଶୋଧ। ଦ୍ରୁପଦଙ୍କର ଗର୍ବ ଓ ଅହଙ୍କାରକୁ ଭାଙ୍ଗିବା ପାଇଁ ଏବଂ ନିଜ ଅପମାନର ପ୍ରତିଶୋଧ ନେବା ପାଇଁ ନିଜ ପ୍ରିୟ ଶିଷ୍ୟ ଅର୍ଜୁନଙ୍କ ଦ୍ୱାରା ତାକୁ ବନ୍ଦୀ କରି ଯେଉଁ ଅପମାନ ଦେଲେ, ତାହା ପାଞ୍ଚାଳ ନରେଶକୁ ଖୁବ୍ ବାଧିଥିଲା। ଦ୍ରୋଣ ସିନା ସେଦିନ ବାଲ୍ୟବନ୍ଧୁ ଦ୍ରୁପଦଙ୍କୁ କ୍ଷମା କରିଦେଇଥିଲେ, ମାତ୍ର ପାଞ୍ଚାଳ ନରେଶ ଦ୍ରୁପଦ ସେ ଅପମାନକୁ ଭୁଲି ପାରିନଥିଲେ। ସେଦିନ ସେ ମନେ ମନେ ଶପଥ କରିଥିଲେ, ଯେଉଁ ଦୁର୍ଯ୍ୟୋଧନର ପ୍ରରୋଚନାରେ ଦୁଃଶାସନ ତାକୁ ଖଟରେ ବନ୍ଧା ଥିବା ଅବସ୍ଥାରେ ଆଘାତ ଦେଇ ଶରୀର ରକ୍ତାକ୍ତ କଲେ, ତାର ଫଳସ୍ୱରୂପ ସେ ନିଶ୍ଚୟ କୁରୁବଂଶକୁ ବିନାଶ କରିଦେବେ। ଏହି କଥା ଦ୍ରୁପଦ ମନରେ ଶପଥ କରି ସେଠାରୁ ଫେରିଲେ। ରାଜକାର୍ଯ୍ୟରେ ବିଶେଷ ମନ ବଳିଲା ନାହିଁ। କିଛି ଦିନ ପରେ ରାଜା ଦ୍ରୁପଦ ମନେ ମନେ ଚିନ୍ତା କଲେ ନିଜ ଆରାଧ୍ୟ ଦେବତା ଶିବଙ୍କୁ ତପସ୍ୟା କରିବା ପାଇଁ, କାରଣ ତପସ୍ୟାରେ ମହାଦେବ ସନ୍ତୁଷ୍ଟ ହେଲେ କିଛି ଉପାୟ ବତାଇ ଦେବେ। ଦ୍ରୁପଦଙ୍କର ସେତେବେଳକୁ କିଛି ସନ୍ତାନ ସନ୍ତତି ନଥିଲେ। ରାଣୀ ମଧ୍ୟ କହିଲେ, ତୁମେ ଶିବଙ୍କୁ ତପସ୍ୟା କର, ସେ ମଧ୍ୟ ଆମକୁ ସନ୍ତାନ ପ୍ରଦାନ କରିବେ। ଦ୍ରୁପଦଙ୍କର ଇଚ୍ଛା କଠୋର ତପସ୍ୟା ବଳରେ ସେ କେମିତି ଭଗବାନ ଶିବକୁ ସନ୍ତୁଷ୍ଟ କରି କୌରବ ବଂଶ ବିନାଶ କରିବେ। ଶିବଙ୍କ ଭକ୍ତ ଥିଲେ ଦ୍ରୁପଦ, ତେଣୁ ସେ କୈଳାସ ପର୍ବତରେ ନିଜର ଲକ୍ଷ୍ୟ ହାସଲ ପାଇଁ କଠୋର ତପସ୍ୟା ଆରମ୍ଭ କଲେ। କିଛି ଦିନ କଠୋର ତପସ୍ୟା କରିବା ପରେ ଶିବ ଆବିର୍ଭାବ ହୋଇ ନିଜ ପ୍ରିୟ ଭକ୍ତ ଦ୍ରୁପଦଙ୍କୁ କହିଲେ, ତୁମ ତପସ୍ୟାରେ ମୁଁ ସନ୍ତୁଷ୍ଟ, ତୁମର ଅଭିଳାଷ ପ୍ରକାଶ କର। ଦ୍ରୁପଦ କୁରୁବଂଶ ବିନାଶର କଥା କହିଲେ। ଶିବ ସନ୍ତୋଷ ହୋଇ କହିଲେ, ତୁମେ ଏକ ଯଜ୍ଞ ଆରମ୍ଭ କର। ସେହି ଆହୁତିରୁ ଯେଉଁ କନ୍ୟା ଜାତ ହେବ, ସେ କୁରୁବଂଶ ବିନାଶର କାରଣ ହେବ, ଆଉ ସେ କନ୍ୟା ଲାଖ ବିନ୍ଧାରେ ଅର୍ଜୁନକୁ ବିବାହ କରିବ। ଏ କଥା କହି ଶିବ ଅନ୍ତର୍ଧାନ ହେଲେ। ଦ୍ରୁପଦ
ଦ୍ରୁପଦ ନିଜ ରାଜ୍ୟକୁ ଫେରି ହୋମଯଜ୍ଞର ଆୟୋଜନ କଲେ। ଋଷି ମହର୍ଷି ଦେବଶ୍ରୀମାନଙ୍କୁ ଯଜ୍ଞବେଦୀକୁ ନିମନ୍ତ୍ରଣ କଲେ। ଏଥିରେ ଗର୍ଗ ଋଷି, ବଶିଷ୍ଠ ଓ ବ୍ୟାସଦେବ ପ୍ରଭୃତି ମହର୍ଷିମାନେ ଉପସ୍ଥିତ ଥିଲେ। ଯଥା ସମୟରେ ଯଜ୍ଞ ଆରମ୍ଭ ହେଲା। ହୋମ ମନ୍ତ୍ର ଆହୁତିରେ ସେହି ଯଜ୍ଞର ଆହୁତିରୁ ଜନ୍ମ ହେଲେ ଯାଜ୍ଞସେନୀ ବା ଅଗ୍ନିକନ୍ୟା। ଯଜ୍ଞରୁ ଜନ୍ମ ନେଇଥିବାରୁ ତାଙ୍କ ନାମ ଯାଜ୍ଞସେନୀ। ସେହି ଆହୁତିରେ ପ୍ରଥମେ ଜନ୍ମ ନେଇଥିଲେ ଧୃଷ୍ଟଦ୍ୟୁମ୍ନ ଓ ପରେ ଶିଖଣ୍ଡୀ, ଯିଏ ଥିଲେ ଯାଜ୍ଞସେନୀଙ୍କର ଭ୍ରାତା। ଦ୍ରୁପଦଙ୍କର ସନ୍ତାନ ହୋଇଥିବାରୁ ତାଙ୍କୁ ଦ୍ରୌପଦୀ ଓ ପାଞ୍ଚାଳ ନରେଶଙ୍କର କନ୍ୟା ହୋଇଥିବାରୁ ତାଙ୍କୁ ପାଞ୍ଚାଳୀ ମଧ୍ୟ କୁହାଯାଏ। ଦ୍ରୌପଦୀ ଥିଲେ କୃଷ୍ଣଙ୍କର ପ୍ରିୟ ଭକ୍ତ। କୃଷ୍ଣଙ୍କର ଭକ୍ତ ହୋଇଥିବାରୁ ତାକୁ କୃଷ୍ଣା କୁହାଯାଏ। କେହି କେହି ଦ୍ରୌପଦୀ କୁଷ୍ଠବର୍ଣ୍ଣ ହୋଇଥିବାରୁ ତାକୁ କୃଷ୍ଣା ବୋଲି କହିଥାନ୍ତି। ଦ୍ରୌପଦୀ ଯୌବନରେ ପଦାର୍ପଣ କରିବା ପରେ ରାଜା ଦ୍ରୁପଦ ତାଙ୍କର ବିବାହ କରିବା ପାଇଁ ଚିନ୍ତା କଲେ। ଏହି ବିବାହ ନିମନ୍ତେ ରାଜା କୃଷ୍ଣଙ୍କ ସହ ସବିଶେଷ ଆଲୋଚନା କଲେ। ଶେଷରେ କୃଷ୍ଣ ଦ୍ରୌପଦୀଙ୍କର ବିବାହ ପାଇଁ ଏକ ସ୍ୱୟଂବର ସଭାର ଆୟୋଜନ କରିବା ପାଇଁ ଦ୍ରୁପଦଙ୍କୁ ପରାମର୍ଶ ଦେଲେ। ଆଉ ସ୍ୱୟଂବର ସଭାର ସର୍ତ୍ତ ବିଷୟରେ ଦ୍ରୁପଦଙ୍କୁ ବୁଝାଇ ଦେଲେ। କୃଷ୍ଣ ତ ସ୍ୱୟଂ ଭଗବାନ। ସେ ଅତୀତ, ବର୍ତ୍ତମାନ, ଭବିଷ୍ୟତ ସବୁ ଜାଣନ୍ତି। ତେଣୁ ସେ ଦ୍ରୌପଦୀଙ୍କର ବିବାହ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ। ସ୍ୱୟଂବର ସଭାର ସର୍ତ୍ତ କୃଷ୍ଣ ଦ୍ରୁପଦଙ୍କୁ କହିଥିଲେ। 7 ତାଳ ଉଚ୍ଚରେ ଚକ୍ର ନିର୍ମାଣ କରିବ। ତା ଉପରେ ରାଧାଚକ୍ର, ତା ଉପରେ ମାଛ ରହିବ। ତଳେ ପାଣିକୁଣ୍ଡ ରହିବ। ପାଣିକୁ ଚାହିଁ ମାଛର ଆଖିକୁ ଯିଏ ଲକ୍ଷ୍ୟ ବିନ୍ଧି ସର ମାରି ପାରିବ, ସିଏ ହେବ ଦ୍ରୌପଦୀଙ୍କର ପତି। ଏହି ସର୍ତ୍ତ ଦ୍ରୁପଦଙ୍କୁ ମନକୁ ପାଇଲା। ତଦ ଅନୁସାରେ ଯିଏ ଏସବୁ ନିର୍ମାଣ କରିଦେଲେ। ସ୍ୱୟଂବର ସଭାର ଆୟୋଜନ ପାଇଁ ରାଜା ଦ୍ରୁପଦ ନିଜର ଜ୍ୟେଷ୍ଠ ପୁତ୍ର ଧୃଷ୍ଟଦ୍ୟୁମ୍ନଙ୍କୁ ଦାୟିତ୍ୱ ଦେଲେ। ଆଉ ଉପଯୁକ୍ତ ବୀରପୁରୁଷ ତଥା ପ୍ରତାପୀ ରାଜ୍ୟମାନଙ୍କର ଯୁବରାଜମାନଙ୍କୁ ନିମନ୍ତ୍ରଣ କରି ଏଥିରେ ଭାଗ ନେବା ପାଇଁ ପରାମର୍ଶ ଦେଲେ। ଏହି ସ୍ୱୟଂବର ସଭାକୁ ପରାକ୍ରମୀ ଯୁବରାଜମାନେ ଯଥା ସମୟରେ ନିମନ୍ତ୍ରଣ ପାଇ ଆସିଥିଲେ। ସେମାନଙ୍କ ମଧ୍ୟରେ କର୍ଣ୍ଣ, ଦୁର୍ଯ୍ୟୋଧନ, ଦୁଃଶାସନ, ଶକୁନି, ଶଲ୍ୟ, ମଦ୍ରରାଜ ଆଦି ବହୁ ପରାକ୍ରମୀ ବୀରପୁରୁଷ ଭାଗ ନେଇଥିଲେ। ସ୍ୱୟଂବର ସଭା ମଣ୍ଡନ କରୁଥିଲେ କୃଷ୍ଣ ଓ ଜ୍ୟେଷ୍ଠ ଭ୍ରାତା ବଳରାମ। ରାଜ ସିଂହାସନରେ ଉପବେଶନ କରିଥାନ୍ତି ଦ୍ରୁପଦ। ଧୃଷ୍ଟଦ୍ୟୁମ୍ନ ଜଣ ଜଣ କରି ଯୁବରାଜମାନଙ୍କୁ ନିମନ୍ତ୍ରଣ କରୁଥାନ୍ତି। ଜଣକ ପରେ ଜଣେ ଯୁବରାଜ ଆସୁଥାନ୍ତି। ମାତ୍ର କେହି ଜଣେ ହେଲେ ଲାଖ ବିନ୍ଧାରେ କୃତକାର୍ଯ୍ୟ ହୋଇପାରୁ ନଥିଲେ। ଅକୃତ କାର୍ଯ୍ୟ ହୋଇ ସ୍ୱୟଂବରରୁ ବିଦାୟ ନେଇ ଯାଉଥିଲେ। ଶେଷରେ କର୍ଣ୍ଣ ମଧ୍ୟ ଆସିଲେ। ଶତ ଚେଷ୍ଟା କରି ସେ ସଫଳ ହେବା ପାଇଁ ପ୍ରୟାସ କଲାବେଳେ ହଠାତ୍ ଦ୍ରୌପଦୀ କହିଲେ, ଏହି ସ୍ୱୟଂବର ଯେ କ୍ଷତ୍ରିୟମାନଙ୍କର। ଏଠାରେ କୌଣସି ସୁତପୁତ୍ର ଭାଗ ନେଇପାରିବେ ନାହିଁ କିମ୍ବା ମୁଁ କୌଣସି ସୁତପୁତ୍ରକୁ ବିବାହ କରିପାରିବି ନାହିଁ। ଏହା ଶୁଣି କର୍ଣ୍ଣ ମର୍ମାହତ ହେଲେ ଏବଂ ସେଠାରୁ ବିଦାୟ ନେଇ ଚାଲିଗଲେ। ସ୍ୱୟଂବର ସଭା ସରିନି, ଅଥଚ କେହି ଜଣେ ଲାଖ ବିନ୍ଧାରେ କୃତକାର୍ଯ୍ୟ ହୋଇପାରିଲେ ନାହିଁ। ଏହା ଦେଖି ରାଜନ ଚିନ୍ତିତ ହୋଇପଡ଼ିଲେ। ବଳରାମ କହିଲେ, କୃଷ୍ଣ, ତୁମେ କିଛି ଉପାୟ କର। ଭ୍ରାତାଙ୍କ ଉପଦେଶ ଶୁଣି କୃଷ୍ଣ ଇଙ୍ଗିତ ଦେଲେ ଧୃଷ୍ଟଦ୍ୟୁମ୍ନକୁ। ସେ ସବୁ ବୁଝିପାରିଲେ ଏବଂ ଉପସ୍ଥିତ ସ୍ୱୟଂବର ସଭାରେ ଘୋଷଣା କଲେ ଯେ ଯେକୌଣସି ବ୍ରାହ୍ମଣ ମଧ୍ୟ ଏ ସ୍ୱୟଂବର ସଭାର ଭାଗ ନେଇପାରିବେ। ଏହା ଶୁଣି କୃଷ୍ଣ ଟିକିଏ ମୁରୁକି ହସିଲେ। ସେହି ସଭାରେ ଛଦ୍ମବେଶୀ ପାଣ୍ଡବମାନେ ବ୍ରାହ୍ମଣ ବେଶରେ ଉପସ୍ଥିତ ଥିଲେ। କାରଣ ଯେଉଁଦିନ ଯତୁଗୃହରେ ପାଣ୍ଡବମାନେ ମରିଯାଇଥିଲେ ବୋଲି ଘୋଷଣା କରି ଦିଆଯାଇଥିଲା, ସେଦିନଠାରୁ ସମସ୍ତେ ଭାବିଥିଲେ ପାଣ୍ଡବମାନେ ମୃତ। ଅର୍ଜୁନ ଯେହେତୁ ମୃତ, ଆଉ କିଏ ଲାଖବିନ୍ଧା ଜିତିବ? ଏହା ଥିଲା ରାଜା, ମହାରାଜ ତଥା ଯୁବରାଜଙ୍କ ମନରେ ପ୍ରଶ୍ନ। ମାତ୍ର ପ୍ରକୃତରେ ପାଣ୍ଡବମାନେ ମୃତ ନଥିଲେ। ବିଦୁରଙ୍କ ପରାମର୍ଶରେ ପାଣ୍ଡବମାନେ ଉପସ୍ଥିତ ବୁଦ୍ଧି ଖଟାଇ ଯତୁଗୃହରୁ ପଳାୟନ କରି ଜୀବନ ରକ୍ଷା କରିଥିଲେ। ଆଉ ସେହି ଦିନଠାରୁ ଛଦ୍ମ ବେଶରେ ଥିଲେ। ବକାସୁରକୁ ମାରିବା ପୂର୍ବରୁ ସେମାନେ ବ୍ରାହ୍ମଣ ବେଶରେ ଜଣେ ବ୍ରାହ୍ମଣଙ୍କ ଘରେ ଥିଲେ। କିଛି ଦିନ ବ୍ରାହ୍ମଣଙ୍କ ଘରେ ରହିବା ପରେ ଦିନେ ବ୍ରାହ୍ମଣଙ୍କ ଘରେ ଭାଳେଣି ପଡ଼ିଲା। ସମସ୍ତ ପରିବାର କ୍ରନ୍ଦନ କରିବାକୁ ଲାଗିଲେ। ମାତା କୁନ୍ତୀ ପଚାରିଲେ ବ୍ରାହ୍ମଣଙ୍କ ପରିବାରର ମୁଖିଆଙ୍କୁ, ପରିବାର ଭିତରେ ଏଭଳି ଭାଳେଣି କାହିଁକି? ବ୍ରାହ୍ମଣ କହିଲେ, ଆମ ରାଜ୍ୟରେ ବକାସୁରର ପ୍ରାଦୁର୍ଭାବରେ ସମସ୍ତ ଗ୍ରାମବାସୀ ମର୍ମାହତ। କାରଣ ବକାସୁର ସମସ୍ତଙ୍କ ପରିବାରକୁ ମାରି ପ୍ରାୟ ଖାଇ ଦେଉଛି। ଏଥିରେ ଅସନ୍ତୋଷ ହୋଇ ଆମ ସମସ୍ତ ଗ୍ରାମବାସୀ ମିଶି ସ୍ଥିର କଲୁ ଯେ ବକାସୁରର ଭୋଜନ ପାଇଁ ପ୍ରତିଦିନ ଶଗଡ଼େ ଖାଦ୍ୟ ସହ ପରିବାରରୁ ଜଣେ ଲେଖାଏଁ ଲୋକ ଏ ଖାଦ୍ୟ ନେଇ ଯିବ। ଆଉ ବକାସୁର ହାତରେ ମରି ତା ଖାଦ୍ୟ ହେବ। ସେହି ହିସାବରେ ଆଜି ମୋ ପରିବାରର ପାଳି। ମାତ୍ର ମୁଁ କ'ଣ କରିବି? ମୋର ଗୋଟିଏ ବୋଲି ପୁତ୍ର। ଯଦି ମୁଁ ଯିବି, ତେବେ ନିଶ୍ଚୟ ମୋତେ ବକାସୁର ଖାଇବ। ଯଦି ମୋର ପୁତ୍ରକୁ ପଠାଇବି, ତେବେ ନିଶ୍ଚୟ ତା ହାତରେ ମରିବ।
एकमात्र पुत्र को हराई मु केमिति बंचिबी जदि मु मरीजाए तेबे मोर पुत्र अनाथ होइबो। एई कथा भाबी आम परिवार सदस्य आज शोकाकूल। कुंती सेमानक सह शोकाकूल परिवेश मर्माहत होई कहिले, हे ब्राह्मण, जदि किछि न भाबिबो तेबे मु गोटिए परामर्श देउछि। आमे आपणकर घरे अतिथि। आमर विपद समय आपण मते ओ मोर 5 पुत्र को आश्रय देइछन्ति। जदि मु मोर एक पुत्र को पठाइबी तेबे आपणकर कौनसी असुविधा हेबो नाही। ब्राह्मण एथिरे अराजी हेले। से कहिले, आपण माने मो घरे अतिथि, मु आपणकर सेवा करिबा दरकार। एहा केमिति संभव हेबो? एभली कले मोर आतिथ्यरे आँच आसिबो। कुंती कहिले, हे ब्राह्मण, मोर 5 पुत्र मध्यरु केही जणे मृत्युवरण कले मोर अवशिष्ट 4 पुत्रଙ୍କୁ ନେଇ मु संसार करि पारिबी। मात्र तुमर तो एकैर बळा विशिकेशन जणे पुत्र मरीगले तुम कूଳରେ पानी टोपाए देबाकू केही नाही। तेणु ए विषय तुमे किछि चिंता कर नाही। आमे आपणक परिवारर जणे जणे सदस्य। ता छड़ा मो पुत्र मानक मध्यरे मध्यम पुत्र सबुठु बलवान। से ए काम अनायासरे करि पारिबो। आपण सहमति प्रकाश करंतु। ब्राह्मण कहिले, आपणक पुत्र किए? मो पुत्र किए? ब्राह्मण एथिरे राजी हेबारु कुंती सगड़े खाद्य सह पुत्र भीम को पठाइले। भीम बकासुर को बद्ध करी विजय लाभ कले। बकासुर को बद्ध करबा पई केवल कुंती पुत्र भीम ही एकमात्र योद्धा, यह समस्ते जानिथिले। मात्र जो दिन पांडव माने जतु गृह मृत्युवरण करथिले सेई दिनटु भीम मुक्त। जदि कही जानती एही पांडव माने माता कुंती सहित ब्राह्मण बेशरे रहउछंती आउ भीम ही बकासुर को मारिछि तेबे कथा प्रघट होइजिबो। तेणु कुंती समस्त पुत्र मानकु एकथा बुझाई सेही राताराती ब्राह्मणक घर परित्याग करी पिला मानकु धरी अरण्य को चली आसीथिले। सेठारे किछि दिन रहिबा परे सुनिबाको पाइले जे राजनंदिनी द्रौपदींकर स्वयंवर सभा चलीछि। सेठारे द्वारिकानंदन कृष्ण और बलराम उपस्थित। सेही सभा को ब्राह्मण बेशरे आसी 5 भाई उपस्थित थांती। ए कथा केवल कृष्ण जानिथिले। सेथिपई से दुष्टदुम्न को इंगित करी देइथिले जे ए स्वयंवर सभारे ब्राह्मण माने मध्ये जदि चाहिबे तेबे भाग नै पारिबे। एहा सुनी ब्राह्मण बेशी अर्जुन सेदिन लाखबिंधा पई दुष्टदुम्नक निमंत्रण रे लाखबिंधारे भाग नैथिले आउ माछर आखि को तीर मारी तळकू खसाई देइथिले। एहा देखि सभास्थली शब्द होई जाइथिला। समस्ते कहिले, ए ब्राह्मण अर्जुन व्यतीत आउ किए होई पारे? कथा धीरे धीरे आगको बढ़िला। शेषरे जना पड़िला जे एही ब्राह्मण बेशी अर्जुन ही प्रकृत रे पांडव पुत्र आउ से ही सेदिन विजय लाभ करी निजर प्रकृत परिचय देइथिले। अर्जुन सेदिन द्रौपदींकर गळारे बरणमाला देई स्वयंवर सभार अवसान घटाइथिले। अर्जुन विवाह कले द्रौपदी को। तांको सांगरे नेई अन्य 4 भाईंक सह फेरिले मातांक निकटकू। ए कथा कुंती जानि नाहंती। घर सामने पहुंचबा परे मातांको अर्जुन डाकिले द्वार खोलबा पई। माता कुंती भीतर पाकशाला रे थिले। अर्जुन कहले, माता शीघ्र द्वार खोलंतु, आमे तुमको गोटे शुभ संवाद देबो। माता भीतर थाई कहले, कि संवाद देबो पुत्र कुह? अर्जुन कहले, आमे गोटे भल जिनिस आनिछु। माता घर भीतर थाई कहले, जहा आनिछ 5 भाईंक भीतर बांटी नियो, समस्ते खुशी रे रहइबो। एहा कही माता द्वार खोलिबा परे द्रौपदींग सह 5 जन को देखिले। माता कहले, मोर वाक्य मु फेराई नहीं पारिबी नाही, कारण मु माता जहा वचन देई सारिछि ता अन्यथा हेबो नाही। मोर वाक्य तुमे माने अचिरे पालन कर। द्रौपदी कहले, माता आपण जने नारी, मु भी मध्य जने नारी, आपण किभली एपरि निष्पत्ति नेले? नेबा पूर्वरु मते पचारि पारि थांदे। माता कहले, मु तो ए कथा जानि नथिली, मु भितरे थिली। अर्जुन कहले, माता आमे गोटे भल जिनिस आनिछु, सेथि पई मु माता हिसाब रे पुत्र को कहिथिली समस्ते समान करी जहा आनिछ बांटी नियो। एते कथा मु जानि नथिली। द्रौपदी कहले, मो स्वयंवरर शर्त थिला जे लाख बिंदी जितिबो सी हेबो मोर पति। एही न्याय रे अर्जुन लाख बिंदी शर्त पूरण करिथिबारु से ही मोर प्रकृत पति। गोटे नारी होई 5 जन पति को किपरि वरण करिवि? ए कथा संभव नुहे। एपरि समय रे पहुंचे द्रौपदींगर ज्येष्ठ भ्राता दुष्टदुम्न, कारण तांको द्रुपद पठाइथिले। द्रुपद भाबिथिले मोल अलिअलि कन्या द्रौपदीर जेपरि किछि असुविधा न हुए। ब्राह्मण प्रकृत रे पांडव पुत्र अर्जुन कि अन्य किए सेही संदेह दूर पई दुष्टदुम्न को पठाइथिले। दुष्टदुम्न पहुंचबा परे कृष्ण
କୃଷ୍ଣ ତାଙ୍କ ପଛେ ପଛେ ପହଞ୍ଚିଲେ। କୃଷ୍ଣ ଦେଖିଲେ ଦ୍ରୌପଦୀ, କୁନ୍ତୀ ଏବଂ ପାଣ୍ଡବମାନେ ଏକତ୍ର ରହି ପରସ୍ପର ଭିତରେ ଦ୍ରୌପଦୀଙ୍କ ପତି ନିରୂପଣ ବିଷୟରେ ଆଲୋଚନା ଚାଲିଛି। ଦ୍ରୌପଦୀଙ୍କୁ ପାଇବା ପାଇଁ ଅର୍ଜୁନ ହିଁ ଉପଯୁକ୍ତ। ଏହି ଦମ୍ଭରେ ଦ୍ରୌପଦୀ ଅଟଳ, କାରଣ ସେ ଜାଣେ ମାଛର ଆଖିକୁ ଲାଖ ବିନ୍ଧି କେବଳ ଅର୍ଜୁନ ହିଁ ଜିତିଛି। ତେଣୁ ତାର ପତି ହିଁ ଅର୍ଜୁନ। ଅନ୍ୟ 4 ଜଣ କେମିତି ତାଙ୍କର ପତି ହେବେ? କୃଷ୍ଣ କହିଲେ, ଦ୍ରୌପଦୀ, ଏକଥା ଆମେ ସମସ୍ତେ ଜାଣୁ ଯେ ଅର୍ଜୁନ ହିଁ ଲାଖ ବିନ୍ଧି ସ୍ୱୟଂବର ସଭାରେ ତୁମକୁ ବରୁଣମାଳା ଦେଇ ପତ୍ନୀ ରୂପେ ସ୍ୱୀକାର କରିଛି। କିନ୍ତୁ ମାତାଙ୍କ ବଚନକୁ ଫେରାଇ ନେଇହେବନି। ମାତା କୁନ୍ତୀ ଏହା ଜାଣି ଶୁଣି କରିନାହାନ୍ତି। ତାଙ୍କ ଅଗୋଚରରେ ଏହା ହିଁ ହୋଇଛି। ତୁମର ମନେ ନଥିବ, ତୁମେ ପୂର୍ବଜନ୍ମର ରହସ୍ୟ। କୁରୁବଂଶର ଧ୍ୱଂସ ପାଇଁ ତୁମର ପିତା ପ୍ରତିଶୋଧ ପରାୟଣ ଥିଲେ। କାରଣ ତାଙ୍କ ଉପରେ ଦୁର୍ଯ୍ୟୋଧନ ଯେଉଁ ଅତ୍ୟାଚାର କରିଥିଲା ସେ ଭୁଲି ପାରି ନଥିଲେ। ତେଣୁ ସେ ଶିବଙ୍କୁ ତପସ୍ୟା କରି ତୁମକୁ ଅଗ୍ନିରୁ ପାଇଛନ୍ତି। ଶିବ ହିଁ ସେହି ବର ଦେଇଥିଲେ। ଅଗ୍ନିରୁ ଜାତ କନ୍ୟା ହିଁ କୁରୁବଂଶ ବିନାଶର କାରଣ ହେବ। ସେ ସମୟ ଆସିବ। ବର୍ତ୍ତମାନ ତୁମକୁ ମାତାଙ୍କ ବଚନ ସହ ଏକମତ ହେବାକୁ ପଡ଼ିବ। ବୃହତ୍ତର ସ୍ୱାର୍ଥ ପାଇଁ, ସମାଜର କଲ୍ୟାଣ ପାଇଁ, ଦେଶର ହିତ ପାଇଁ, ଜାତିର ମଙ୍ଗଳ ପାଇଁ ଗୋଟିଏ ନାରୀର ତ୍ୟାଗ ହିଁ ନିଶ୍ଚୟ ବଡ଼ କଥା। ତୁମେ ମାତାଙ୍କ ସହ ଏକମତ ହୋଇ ପାଣ୍ଡବ 5 ଭାଇଙ୍କୁ ପତି ରୂପେ ବରଣ କରି ଭିତରକୁ ଯାଅ। ଦ୍ରୌପଦୀ ଏହା ଶୁଣି କୃଷ୍ଣଙ୍କୁ ପ୍ରଣାମ କରି ମାତା କୁନ୍ତୀକୁ ନେଇ 5 ପତିଙ୍କ ସହ ଭିତରକୁ ପ୍ରବେଶ କଲେ। ଧୃଷ୍ଟଦ୍ୟୁମ୍ନ ଓ କୃଷ୍ଣ ସେଠାରୁ ବିଦାୟ ନେଇ ଗଲେ ସିନା, ଏଇଠୁ ମହାଭାରତ ଯୁଦ୍ଧର ବୀଜ ପୋତି ଦେଇଗଲେ। ହିଂସା, ଦ୍ୱେଷ, କ୍ରୋଧ, ଅହଙ୍କାରର ମୂଳୋତ୍ପାଟନ ତଥା ସତ୍ୟ, ଧର୍ମ, ନ୍ୟାୟ ପାଇଁ ଯୁଦ୍ଧ ଆବଶ୍ୟକ ଭାବି ବୋଲି କୃଷ୍ଣ ଜାଣିପାରିଥିଲେ। ବନ୍ଧୁମାନେ, ମୋର ଯଦି ପଢ଼ିବା ସମୟରେ କିଛି ଭୁଲ ଅଛି ମୋତେ କ୍ଷମା କରିବେ। ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚିନ୍ତ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ।